ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କ ସମ୍ମୁଖରେ ବହୁତ ଦିନରୁ ଆଜି ମୁଁ ୟୁଟ୍ୟୁବ୍ ଚ୍ୟାନେଲକୁ ମନେ ପକାଇଲି। ମୁଁ ଦିନେ ମରିବି, କିନ୍ତୁ ବାକ୍ୟ ଯଦି ୟୁଟ୍ୟୁବରେ ଛାଡ଼ିଛି ତାହା କେବେ କେବେ ମରିବ ନାହିଁ। ସେହି ବାକ୍ୟକୁ ନେଇ ମୁଁ କିଛି ଅଂଶ ଆପଣମାନଙ୍କ ସମ୍ମୁଖରେ ଆସିଅଛି। ଆପଣମାନେ ସଦାସର୍ବଦା ମୋବାଇଲ ଦେଖନ୍ତି, ଟାଇମ୍ ପାସ୍ କରନ୍ତି, ଆଉ ଅନେକ ସମୟ ନିଜର ଟେନସନ୍ ଅନୁସାରେ ରୁହନ୍ତି। କିନ୍ତୁ ଚର୍ଚ୍ଚକୁ ଯାଆନ୍ତି, ଆଉ ଚର୍ଚ୍ଚକୁ ଯାଇକି ସେଇ ଚର୍ଚ୍ଚ ମଧ୍ୟରେ ଦାନ ଯେତେବେଳେ ସଂଗ୍ରହ ହୁଏ, ସଂଗ୍ରହ ହେଲା ପରେ ମନ ଇଚ୍ଛା ଗୋଟେ ବାହାରୁ ଆସିଥାଏ, କି ମଣ୍ଡଳୀ ଭିତରେ ଥାଏ, କି ଗୋଟେ ମଣ୍ଡଳୀ ଯିଏ ଦାୟିତ୍ୱ ନେଇଛି ତାକୁ କ'ଣ କରିଥାନ୍ତି ଆପଣମାନେ? ଦାନ ଟିକେ ଉତ୍ସର୍ଗ କର, ସେ ଭାଇ ଟିକେ ଉତ୍ସର୍ଗ କରିବି ବୋଲି କହିଥାନ୍ତି। ପ୍ରଭୁଙ୍କର ବାକ୍ୟ ସମ୍ପୂର୍ଣ୍ଣ ଭାବରେ ନ ଜାଣିବା ଦ୍ୱାରା ଏହିପରି ମଣ୍ଡଳୀରେ ବ୍ୟବହାର ହୋଇଥାଏ। ଜିସାୟ 29:13 ମଣିଷ ଠାରୁ ଯେଉଁମାନେ ଶିଖିଛନ୍ତି ସେଇମାନେ ସେହି ପ୍ରକାର କର୍ମ କରନ୍ତି। ପ୍ରଭୁଙ୍କର ବାକ୍ୟ କୁହେ, ଜିସାୟ 29:13 ଯେଉଁମାନେ ମଣିଷ ଠାରୁ ଶିଖିଛନ୍ତି ସେମାନେ ସେହିପରି ମଣିଷ ଠାରୁ ଶିଖିବା ପାଇଁ କାର୍ଯ୍ୟ କରିଥାନ୍ତି। ପ୍ରଭୁଙ୍କର ବାକ୍ୟ ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି, ଚର୍ଚ୍ଚରେ ଆସନ୍ତି, ଆପଣା ଆପଣା ମୁଖରେ ସ୍ୱୀକାର କରନ୍ତି, ପ୍ରାର୍ଥନା କରନ୍ତି, ସବୁ କରନ୍ତି, ମାତ୍ର ଆପଣା ଅନ୍ତର ଆମ୍ଭଠାରୁ ବହୁତ ଦୂରରେ ରଖିଅଛ, ଆମ୍ଭଠାରୁ ବହୁତ ଦୂରରେ ରଖିଅଛ। ମୋର ପ୍ରିୟ ମଣ୍ଡଳୀ, ମଣିଷଠାରୁ ଶିଖିବା ବ୍ୟକ୍ତି ମଣ୍ଡଳୀରେ ଯାଇକି ଉତ୍ସର୍ଗ କରିଥାଏ। ପ୍ରଭୁ ଯାହାକୁ ଉତ୍ସର୍ଗ କରିଅଛନ୍ତି, ଡେଡିକେଟ୍ କରିଅଛନ୍ତି, ଅଭିଷେକ୍ତ କରିଅଛନ୍ତି, ସେଇ ବ୍ୟକ୍ତି ଛଡ଼ା କେହି ମଣ୍ଡଳୀରେ ଦାନ ଉତ୍ସର୍ଗ କରିବେ ନାହିଁ। ଆଜିକାଲି ମଣ୍ଡଳୀ, ସମସ୍ତ ମଣ୍ଡଳୀ ପତନ ହେବାକୁ ଯାଉଅଛି। ସମସ୍ତ ଅନୁଷ୍ଠାନ ଉପରେ ଚାଲୁଛନ୍ତି, କିନ୍ତୁ ବାକ୍ୟ ଉପରେ ନାହିଁ। ମୋର ପ୍ରିୟ ମଣ୍ଡଳୀ, ଆପଣମାନେ ଟିକେ ବାକ୍ୟ ଧ୍ୟାନ କରନ୍ତୁ। ଆମେ ଦେଖିବା, ପ୍ରଥମେ ବାକ୍ୟ ଯଦି ଦେଖିବା, ଲେବୀ ପୁସ୍ତକ, ଲେବୀୟ କହିଲେ ସେ ଯାଜକମାନଙ୍କୁ ବୁଝାଯାଏ। ଲେବୀୟ 10 ଅଧ୍ୟାୟ 1-3 ଦେଖିବା, ପ୍ରଭୁ ଯାହା ମନା କରିଥିଲେ ତାହା ସେମାନେ କରିବା ଦ୍ୱାରା ସେଇମାନଙ୍କର ମୃତ୍ୟୁ ଅବସ୍ଥା ଆସୁଅଛି। ନାଦବ ଓ ଅଭିୟଙ୍କର ମୃତ୍ୟୁ ବିଷୟରେ ଆପଣ ଜାଣିପାରିବେ। ସଦାପ୍ରଭୁଙ୍କର ଅଗ୍ନି ସେହି ସ୍ଥାନ, ଯେଉଁ ସ୍ଥାନ ଉତ୍ସର୍ଗ କରୁଥିଲେ ସେହି ସ୍ଥାନରେ ସେମାନଙ୍କୁ ଆସିକି ଗ୍ରାସ କଲା, ସେ ତହିଁରେ ସେମାନେ ମଲେ। ଆଜି ତ ସେହିପରି ମରିବେ ନାହିଁ। ବାକ୍ୟ ସୈତାନ ବି ଜାଣିଛି ନା, ମରିବେ ନାହିଁ। କ'ଣ ହେବେ? ଆତ୍ମା ମରିଯିବ। ପ୍ରଭୁ ଆଦମ ଏବଂ ଅବାଙ୍କୁ କହିଥିଲେ, ତୁମେ ଯେଉଁଦିନ ଖାଇବ ତାହା, ଯେଉଁଦିନ ଖାଇବ ସେଦିନ ତୁମେ ମରିବ। ସେମାନେ ମଲେ। ଅବା ଯେଉଁ ତୋଳିକି ଖାଇଲେ ସେଇଦିନ ମଲେ କି ସେ? ଆତ୍ମିକତାରେ ମରିଗଲେ। ଟିକେ ବିବେକରେ ଚିନ୍ତା କରନ୍ତି ନାହିଁ ଲୋକମାନେ, ମନ ଇଚ୍ଛା କରିଥାନ୍ତି। ଆଉ ଆମେ ଦେଖିବା ସେଇ ଲେବୀ ପୁସ୍ତକ ହିଁ ଯିବା, କେଉଁମାନେ ଦାନ ଉତ୍ସର୍ଗ କରିବା, କେଉଁମାନେ କରିବେ ନାହିଁ, ସେହି ବିଷୟରେ ଏହି ସ୍ଥାନରେ ଲେଖାଯାଇଅଛି। ବିଶେଷ କରି ମୋର ପ୍ରିୟ ବନ୍ଧୁଗଣ, ଲେବୀ 21 ଅଧ୍ୟାୟ 16-24 ପର୍ଯ୍ୟନ୍ତ ଯଦି ଆପଣମାନେ ଦେଖିବେ, ପ୍ରଭୁ ଡାଇରେକ୍ଟ ମଶାଙ୍କୁ ଦେଇ କଥା କହୁଛନ୍ତି। ଅନ୍ଧ ଲୋକ ପ୍ରଭୁଙ୍କର ଦାନ ଉତ୍ସର୍ଗ କରିବ ନାହିଁ, ନାକ ବିକୃତି ଲୋକ ଦାନ ଉତ୍ସର୍ଗ କରିବ ନାହିଁ, କର୍ଣ୍ଣ ବିକୃତି ଲୋକ ଦାନ ଉତ୍ସର୍ଗ କରିବ ନାହିଁ, ମନ ଇଚ୍ଛା ଦାନ ଉତ୍ସର୍ଗ କରିବ ନାହିଁ। ପ୍ରଭୁ ଡାଇରେକ୍ଟ ମଶାଙ୍କୁ ଦେଇ କଥା କହୁଛନ୍ତି। ଆପଣମାନେ ଟିକେ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଅଳ୍ପ ସମୟ ରଖୁଅଛି। କିଏ ଦାନ ଉତ୍ସର୍ଗ କରିବା କଥା? ପ୍ରଭୁଙ୍କର ଦାସମାନେ ଦାନ ଉତ୍ସର୍ଗ କରିବା କଥା। ନମ୍ବର 2, ପ୍ରଥମେ ନିଜକୁ ଉତ୍ସର୍ଗ କରିବା। ଅବ୍ରାହ୍ମଙ୍କ ବିଷୟରେ ଟିକେ ଦେଖିବା। ପ୍ରଭୁ ଡାକୁଛନ୍ତି, ଆଦି ପୁସ୍ତକ 22:5-15 ଦେଖନ୍ତୁ। ପ୍ରଭୁ ଡାକୁଛନ୍ତି, ତାଙ୍କର ନିଜର ସନ୍ତାନକୁ ଉତ୍ସର୍ଗ କରିବା ପାଇଁ ଡାକୁଛନ୍ତି, ବଳି ଦେବା ପାଇଁ ଡାକୁଛନ୍ତି। ସେହି ସମୟରେ ଆରାଧନା ବୋଲି କୁହାଯାଏ, ଆରାଧନା କରିବା ପାଇଁ ଯାଉଥିଲେ। ଆରାଧନା, ପ୍ରଭୁଙ୍କୁ ଉତ୍ସର୍ଗ କରିବା, ନିଜର ସନ୍ତାନକୁ ଉତ୍ସର୍ଗ କରୁଥିଲେ। ଏକଲତା, ଆଉ କେଉଁଠି ନାହିଁ, ଦ୍ୱିତୀୟ ନାହିଁ, ତୃତୀୟ ନାହିଁ।
ଆଗରେ ନାହିଁ ପଛରେ ନାହିଁ, କେବଳ ଯାହା ଦେଇଛି ତାହା ସେଇ ଛୁଆକୁ ଉତ୍ସର୍ଗ କରିବା ପାଇଁ ଯାଉଥିଲେ। ତାହା ହେଉଛି ଆରାଧନା, ତାହା ହେଉଛି ଦାନ, ପ୍ରଭୁଙ୍କ ନିକଟକୁ ଦେବା। ଆପଣମାନେ ମଣ୍ଡଳୀ ଯାଉଛନ୍ତି, ମଣ୍ଡଳୀ ଯିବା ସମୟରେ ଆପଣମାନେ ନିଜକୁ ପ୍ରଥମେ ପ୍ରଭୁଙ୍କୁ ଦିଅନ୍ତୁ, ତାପରେ ଦ୍ୱିତୀୟରେ ଆପଣଙ୍କ ହସ୍ତଦାନର ଦାନ ଦିଅନ୍ତୁ। ପ୍ରଭୁ କଇନଙ୍କର ଦାନକୁ ରିଜେକ୍ଟ କଲେ। ପ୍ରଭୁ ହେବଲଙ୍କର ଦାନ ଏବଂ ହେବଲଙ୍କୁ ଏବଂ ହେବଲଙ୍କର ଦାନକୁ ପ୍ରଭୁ ଗ୍ରହଣ କଲେ। ସେହିପରି ସେହି ଗ୍ରହଣ କଲେ ମଣ୍ଡଳୀ ଆତ୍ମିକତାରେ ବୃଦ୍ଧି ହେବ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ଅଳ୍ପ ଶିକ୍ଷାରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଜିଠାରୁ ପୁନର୍ବାର ଦେଖା ହେବା। ଏହିପରି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ବନ୍ଦ ହୋଇଥିଲା, ଏବେ ସମ୍ପୂର୍ଣ୍ଣ ଆମେ ଦେଖିପାରିବେ। ପ୍ରଭୁଙ୍କ ନାମରେ ଗୌରବ। ଆମେନ୍। ପ୍ରେଜ୍ ଦ ଲର୍ଡ।